ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡି ଟାଉନ ହଲ୍ ନିକଟରେ ଥିବା ହୋମିଓପାଥି ଚିକିତ୍ସାଳୟରେ। ଏହି ହୋମିଓପାଥି ଚିକିତ୍ସାଳୟଟି ସର୍ବ ପୁରାତନ ଚିକିତ୍ସାଳୟ ହେଲେ ମଧ୍ୟ ଏଠାରେ ଭିତ୍ତିଭୂମି ନାହିଁ। ନାହିଁ ନାହିଁରେ ଚାଲିଛି ଏହି ହୋମିଓପାଥି ଚିକିତ୍ସାଳୟ। ଆମେ ଖବର ପ୍ରସାରଣ କରିଥିଲୁ ପରେ ଇଲେକ୍ଟ୍ରିର ବ୍ୟବସ୍ଥା ହେଇଛି, କିନ୍ତୁ ବର୍ତ୍ତମାନ ଯେଉଁ ତାପମାତ୍ରା ବୃଦ୍ଧି ପାଇଛି 40 ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକା ରହିଛି, କିନ୍ତୁ ବର୍ତ୍ତମାନ ଏଠାରେ ଏହି ରୁମ୍ରେ ନା ସିଲିଂ ରହିଛି, ନା ଫ୍ୟାନ୍ର ବ୍ୟବସ୍ଥା ରହିଛି, ନା ରୋଗୀ ଆସିଲେ ବସିବାର ବ୍ୟବସ୍ଥା ଅଛି, ନା ଚେୟାର ଟେବୁଲ ଅଛି। ରୋଗୀ ଆସିଲେ ନାନା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏଠାରେ ନା ଲାଟ୍ରିନ୍ ବାଥରୁମ୍ ରହିଛି, ନା ସ୍ଥାୟୀ କୋଠାଟିଏ ବି ନାହିଁ। ଏଇଭଳି ନାହିଁ ନାହିଁ ଚାଲିଛି ହୋମିଓପାଥି ଚିକିତ୍ସା। ଆମ ପାଖରେ ଜଣେ ଆସିଛନ୍ତି ଚିକିତ୍ସା ନିମନ୍ତେ ଜଣେ ଭାଇ, ତାଙ୍କଠୁ ପଚାରିବୁ ଯିବା। ଆଜ୍ଞା, କଣ କହିବେ? ଆଜି ଯୋଉ ଆପଣ ଆସୁଛନ୍ତି ଚିକିତ୍ସାଳୟକୁ, କଣ ସମସ୍ୟା ରହିଛି? ସବୁବେଳେ ତ ମାନେ ଡିସ୍ପେନ୍ସରୀ ସବୁବେଳେ ନିୟମିତ କରିପାରୁନାହିଁ, କାରଣ ନା ଯେହେତୁ ଡକ୍ଟର ଅଭାବ, ଡକ୍ଟର ସହିତ କେମିତି ନା ଆସିଷ୍ଟାଣ୍ଟ ବି ତାଙ୍କର ଅଭାବ ଅଛି, ବିଲ୍ଡିଂ ବି ପ୍ରସ୍ତର ଭୂମି ନାହିଁ, ତା ସହିତ କେମିତି ନା ଔଷଧ ମୁଁ ସଫିସିଏଣ୍ଟ ମିଳିପାରୁନାହିଁ। ଏହା ସହିତ ଷ୍ଟାଫ୍ କ୍ୱାର୍ଟର ନାହିଁ, ଆଉ ଷ୍ଟାଫଙ୍କର ପାଇଁ ମାନେ କିଛି ବ୍ୟବସ୍ଥା ନାହିଁ। ଏହାଦ୍ୱାରା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ପ୍ରଶାସନ ଏହାଦ୍ୱାରା ମାନେ ପଦକ୍ଷେପ ନେଲେ ଏଠି ସମସ୍ତ ପେସେଣ୍ଟ ମାନେ ଉପକୃତ ହୋଇପାରିବେ। ଆମ ପାଖରେ ଆଉ ଜଣେ କର୍ମଚାରୀ ଅଛନ୍ତି। ଆଜ୍ଞା, କଣ କହିବେ? ଏମଏଲଏ ସାର୍ ଆସିଥିଲେ, ଇଲେକ୍ଟ୍ରିର ବ୍ୟବସ୍ଥା ହେଲା, କିନ୍ତୁ ଆଉ କଣ କଣ ବ୍ୟବସ୍ଥା ହୋଇପାରିନି ଆଜି ପର୍ଯ୍ୟନ୍ତ? ହଁ, ଏମଏଲଏ ସାର୍ ଆସିଥିଲେ, ଇଲେକ୍ଟ୍ରିକ ବ୍ୟବସ୍ଥା ହେଲା। ଆଉ ଲାଟ୍ରିନ୍ ବାଥରୁମ୍ ଅଭାବ ଅଛି, କବାଟ ଅଭାବ ଅଛି, ତାପରେ ପାଣି ବି ସୁବିଧା ନାହିଁ। ଆଉ ଟିକେ ବହୁତ ଗରମ ଅଛି, ସିଲିଂ ହେଇଥିଲେ ଭଲ ହେଇଥାନ୍ତା, ଡକ୍ଟର ଆସିଥାନ୍ତେ ବସିବାକୁ। ସ୍ଥାୟୀ କୋଠା? ହଁ, ସ୍ଥାୟୀ ନାହିଁ। ତାପରେ ପେସେଣ୍ଟ ଗୁଡା ପାଇଁ ଅସୁବିଧା ହଉଛି। ଏଥିପ୍ରତି ସରକାର ଧ୍ୟାନ ଦେଲେ ଭଲ ହେଇଥାନ୍ତା, ଉପକୃତ ହେଇଥାନ୍ତା। ଆମର ବର୍ତ୍ତମାନ ପୂର୍ବରୁ ପାରଳା ସହରରେ ଗୋଟେ ହୋମିଓପାଥିକ ଚିକିତ୍ସାଳୟ ଥିଲା ଟାଉନ ହଲ୍ ପାଖରେ, ପରିସର ଭିତରେ। ଆଉ ଲୋକମାନେ ଯୋଉମାନେ ଆଲୋପାଥିକ ପ୍ରତି ସେମାନଙ୍କର ବିଶ୍ୱାସ ନଥାଏ, ସେମାନେ ହୋମିଓପାଥିକ ଚିକିତ୍ସା କରିବା ପାଇଁ ଯାଆନ୍ତି। କାରଣ ହୋମିଓପାଥିକରେ ଆଉ କିଛି ସାଇଡ ଏଫେକ୍ଟ ହବନି ବୋଲି ଲୋକଙ୍କର ଗୋଟେ ବିଶ୍ୱାସ। ବହୁ ସଂଖ୍ୟକ ରୋଗୀ ଅତୀତରେ ଯାଆନ୍ତି, ଡାକ୍ତର ମଧ୍ୟ ଥାଆନ୍ତି, ସେମାନଙ୍କୁ ଚିକିତ୍ସା କରନ୍ତି। କିନ୍ତୁ ବର୍ତ୍ତମାନ କିଛି ବର୍ଷ ହେଲା ଦେଖିବାକୁ ପାଉଛୁ ଯେ ଚା ପାଇଁ ଗୋଟେ ସ୍ଥାୟୀ ଘର ଗୋଟେ ନାହିଁ, ଯାହା ଫଳରେ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମି ଯାଉଛି, ରୋଗୀମାନେ ଯାଇପାରୁନାହାନ୍ତି। ଗୋଟେ ସ୍ଥାୟୀ ଡାକ୍ତର ମଧ୍ୟ ନାହିଁ, ଯାହା ଫଳରେ ବହୁତ ଲୋକ ଯୋଉମାନେ ହୋମିଓପାଥିକ ଟ୍ରିଟମେଣ୍ଟ ପାଇଁ ବିଶ୍ୱାସ କରି ରହୁଛନ୍ତି, ସେମାନେ ଆଉ ଯାଇପାରୁନାହାନ୍ତି। ଆଉ ବହୁ ଦିନରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ମଧ୍ୟ ଏ ବିଷୟରେ ଜାଣିଛନ୍ତି ମଧ୍ୟ। ଆଉ ତେଣୁ ଯଦି ସରକାର ଏଥିପ୍ରତି ଦୃଷ୍ଟି ଦେବେ ଏବଂ ତାକୁ ଯଦି ଗୋଟେ ଜଣଙ୍କର ଗୋଟେ ମ୍ୟୁନିସିପାଲିଟିର ଗୋଟେ ଷ୍ଟାଫ କ୍ୱାର୍ଟରରେ ଅସ୍ଥାୟୀ ଭାବରେ ଆଉ ସେ ଚିକିତ୍ସାଳୟଟି ଚାଲିଛି, ଯାହାକି ସେ ଭିତରେ କୌଣସି ସୁବିଧା ନାହିଁ। ଗୋଟେ ରୋଗୀଟିଏ ଗଲେ ଟଏଲେଟର ସୁବିଧା ନାହିଁ, ପିଇବା ପାଣିର ସୁବିଧା ନାହିଁ। ତେଣୁ ଏହିପରି ଗୋଟେ ଅପନ୍ତରା ଜାଗାଟା ହେଇକିରି ପଡି ରହିଛି। ଆଉ ବସିବା ପାଇଁ ମଧ୍ୟ ରୋଗୀଟିଏ ଗଲେ ଯାଇକିରି ଗୋଟେ ବସିବା ପାଇଁ ମଧ୍ୟ ବେଞ୍ଚ କି ଚୌକିର ମଧ୍ୟ ସୁବିଧା ନାହିଁ। ସେହିପରି ଅବସ୍ଥାରେ ଯଦି ଆମେ ଠିକ ଭାବେ ଯଦି ସରକାର ଏଥିରେ ଦୃଷ୍ଟି ଦେବେ, ତେଣୁ ହୋମିଓପାଥିକ ଚିକିତ୍ସାଳୟର ଉନ୍ନତି ହେଇପାରିବ ଏବଂ ଗୋଟେ ଭଲ ଘରଟିଏ ତା ପାଇଁ ବୋଲି ଯୋଗାଡ଼ ଯଦି କରିପାରିବେ ପୌର ପରିଷଦ କର୍ତ୍ତୃପକ୍ଷ। କାହିଁକି ଆମେ ଶୁଣିବାକୁ ପାଉଛୁ କେତେଟା ପ୍ରାଥମିକ ବିଦ୍ୟାଳୟରେ, ସହରରେ ଯୋଉ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଇଯାଇଛି, ସେଇ ଯୋଉ ପ୍ରାଥମିକ ବିଦ୍ୟାଳୟକୁ ଯଦି ଗୋଟେ ତାକୁ ଟିକେ ରିନୋଭେସନ କରିକିରି ଯଦି ହୋମିଓପାଥିକ ଚିକିତ୍ସାଳୟ କରି ଗୋଟେ ସ୍ଥାୟୀ ହୋମିଓପାଥିକ ଡାକ୍ତର ଯଦି ନିଯୁକ୍ତି କରନ୍ତେ, ତାହେଲେ ବହୁତ ଲୋକ ଏଥିପାଇଁ ବିଶ୍ୱାସ ହେଇକିରି ଆଉ ଯୋଉମାନଙ୍କର ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ରହୁଛି, ସେମାନେ ଯାଇକିରି ଉପକୃତ ହେଇପାରନ୍ତେ। ଆଉ କିଛି ଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଇଲେକ୍ଟ୍ରିର ବ୍ୟବସ୍ଥା ହୋଇଛି, କିନ୍ତୁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନାହିଁ। ଏଠାରେ ସିଲିଂର ବ୍ୟବସ୍ଥା ନାହିଁ, ପାଣିର ଜଳର ବ୍ୟବସ୍ଥା ନାହିଁ ଏବଂ ସ୍ଥାୟୀ କୋଠାଟିଏ ବି ନାହିଁ। ରୋଗୀ ଆସିଲେ ବସିବା ପାଇଁ ଚେୟାର ଟେବୁଲ ବି ବ୍ୟବସ୍ଥା ନାହିଁ, ଯାହାଫଳରେ ଏଠାରେ ଅତି ଦୟନୀୟ ଅବସ୍ଥାରେ ଏହି ଚିକିତ୍ସାଳୟଟି ଚାଲିଛି। ନାହିଁ ନାହିଁରେ ଚାଲିଛି ଚିକିତ୍ସାଳୟ। ଆମେ ଏହି ଖବର ପ୍ରସାରଣ କରିଥିଲୁ ଏବଂ ବିଧାୟକଙ୍କୁ ମଧ୍ୟ ଏହା ଅବଗତ କରାଯାଇଥିଲା। ବିଧାୟକ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏଥିପ୍ରତି ଯଦି ଜିଲ୍ଲା ପ୍ରଶାସନ ହେଉ ବା
তো জনপ্রতিনিধি বা রাজ্য সরকার গুরুত্ব দেলে এই হোমিওପାଥି চিকিৎসালয়টি ଲୋକଙ୍କର ସମ୍ପୂର୍ଣ୍ଣ ସେବାରେ ଲାଗିପାରିଥାନ୍ତା ବୋଲି ଆଶା କରାଯାଉଛି। ଗଜପତିରୁ ବିନନ୍ଦ ବେହେରା, ରିପୋର୍ଟର ଷ୍ଟୁଡିଓ।